ଜୀବନ ଚାଲିଛି, ପିଢ଼ି ପରେ ପିଢ଼ି ଆଗକୁ ବଢ଼ୁଛି, ଏହା ପଛର ମୂଳ କାରଣ କ'ଣ? ଆଜି ଆମେ ସେହି ମହତ୍ତ୍ୱପୂର୍ଣ୍ଣ ପ୍ରକ୍ରିୟା ମାନେ ପ୍ରଜନନ ବା ରିପ୍ରୋଡକ୍ସନ୍ ବିଷୟରେ ଗଭୀର ଭାବେ କଥା ହେବା। ହଁ, ପ୍ରଜନନ। ଏହି ଆଲୋଚନାରେ ଆମେ ମୁଖ୍ୟତଃ ଦେଖିବା ପ୍ରଜନନର ପ୍ରକାର ଆଉ ତା ପଛରେ ଥିବା କୋଷ ବିଭାଜନ, ଯେମିତିକି ମାଇଟୋସିସ୍ ଓ ମିଓସିସ୍, ଆଉ ହଁ, ମଣିଷର ପ୍ରଜନନ ତନ୍ତ୍ର କେମିତି କାମ କରେ। ଆଜ୍ଞା। ଯେଉଁମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ପାଇଁ ଏହା ବହୁତ କାମରେ ଆସିବ। ତେବେ ଆସନ୍ତୁ ଆରମ୍ଭ କରିବା। ନିଶ୍ଚୟ। ତେବେ ପ୍ରଥମେ ବୁଝିବା ପ୍ରଜନନ ମାନେ କ'ଣ? କ'ଣ କହନ୍ତି? ଏହା ହେଉଛି ଜୀବର ସେହି ଗୁଣ ଯାହାଦ୍ୱାରା ସେ ନିଜ ପରି ଆଉ ଗୋଟେ ଜୀବ ତିଆରି କରିପାରେ। ନିଜ ପରି ଆଉ ଗୋଟେ ଜୀବ। ହଁ, ନିଜ ବଂଶ ବଢ଼େଇବା ପାଇଁ। ଏମିତି ଦେଖିବାକୁ ଗଲେ ଗୋଟେ ଜୀବ ବଞ୍ଚିବା ପାଇଁ ଏହା ଜରୁରୀ ନୁହେଁ, ହେଲେ ଗୋଟେ ଜାତି ପାଇଁ ହଁ, ଏହା ବିନା ଜାତି ତିଷ୍ଠି ରହିପାରିବନି। ଆଚ୍ଛା, ତେବେ ଜୀବମାନେ କେମିତି କେମିତି ବଂଶ ବଢ଼ାନ୍ତି? ମୁଖ୍ୟତଃ କେତେ ପ୍ରକାରର ଅଛି? ମୁଖ୍ୟତଃ ଦୁଇ ପ୍ରକାରର। ଗୋଟେ ହେଲା ଅଲିଙ୍ଗୀ ପ୍ରଜନନ ବା ଏସେକ୍ସୁଆଲ୍ ରିପ୍ରୋଡକ୍ସନ୍, ଆଉ ଅନ୍ୟଟି ହେଲା ଲିଙ୍ଗୀୟ ପ୍ରଜନନ ବା ସେକ୍ସୁଆଲ୍ ରିପ୍ରୋଡକ୍ସନ୍। ଅଲିଙ୍ଗୀ ଆଉ ଲିଙ୍ଗୀୟ। ହଁ, ଆଉ କିଛି ଉଦ୍ଭିଦ କ୍ଷେତ୍ରରେ ଆଉ ଗୋଟେ ପ୍ରକାର ବି ଦେଖାଯାଏ, ଯାହାକୁ ଅଙ୍ଗୀୟ ପ୍ରଜନନ ବା ଭେଜିଟେଟିଭ୍ ପ୍ରପାଗେସନ୍ କୁହାଯାଏ। ଏଇଟା ବି ଏକ ପ୍ରକାର ଅଲିଙ୍ଗୀ ପ୍ରଜନନ ଭଳି। ଠିକ୍ ଅଛି। ତେବେ ଅଲିଙ୍ଗୀ ପ୍ରଜନନ ବିଷୟରେ ଟିକେ ବିସ୍ତାର ଭାବେ କହିବେ କି? ହଁ, ନିଶ୍ଚୟ। ଅଲିଙ୍ଗୀ ପ୍ରଜନନ ସାଧାରଣତଃ ସରଳ ଜୀବ ଯେମିତିକି ଅଣୁଜୀବ, ଛୋଟ ଛୋଟ ଉଦ୍ଭିଦ ଆଉ ପ୍ରାଣୀଙ୍କଠାରେ ଦେଖାଯାଏ। ଏଥିରେ ମାତୃକୋଷ ବା ମଦର୍ ସେଲ୍ଟା ହିଁ ବିଭାଜିତ ହୋଇ ନୂଆ ସନ୍ତାନ ବା ଅଫ୍ସ୍ପ୍ରିଙ୍ଗ ତିଆରି କରେ। ଏଥିପାଇଁ କିଛି ସ୍ୱତନ୍ତ୍ର ଜନନ କୋଷ ଦରକାର ପଡ଼େନି। ଆଚ୍ଛା। ଉଦ୍ଭିଦ କଥା ଦେଖିବା। ବୀଜାଣୁ ବା ବ୍ୟାକ୍ଟେରିଆ, କିଛି ଏକକୋଷୀ ଶୈବାଳ, ଏମାନେ ବିଭାଜନ ବା ଫିସନ୍ ଦ୍ୱାରା ସଂଖ୍ୟା ବଢ଼ାନ୍ତି। ବିଭାଜନ ଦ୍ୱାରା? ହଁ, ଆଉ ଇଷ୍ଟ ଭଳି କବକରେ କଳିକାୟନ ବା ବଡିଂ ହୁଏ। ମାତୃକୋଷରୁ ଗୋଟେ ଛୋଟ କଳିକା ବାହାରେ, ସେଟା ବଢ଼ି ନୂଆ କୋଷ ହୋଇଯାଏ। ଓହୋ, ଇଷ୍ଟରେ କଳିକାୟନ। ଆଜ୍ଞା। ସେହିପରି ଛତୁ, ଫିମ୍ପି, ମ୍ୟୁକର, ପେନିସିଲିୟମ୍ ଏସବୁ କବକ ଆଉ ୟୁଲୋଥ୍ରେକ୍ସ ଭଳି ଶୈବାଳ ରେଣୁ ବା ସ୍ପୋର ତିଆରି କରନ୍ତି। ଏହାକୁ ରେଣୁଭବନ ବା ସ୍ପୋରୁଲେସନ୍ କୁହାଯାଏ। ରେଣୁ ସେଗୁଡ଼ାକ କେମିତି କାମ କରେ? ସେଠି ଅଙ୍କୁରିତ ହୋଇ ନୂଆ ଜୀବ ତିଆରି କରନ୍ତି। ଆଚ୍ଛା, ବୁଝିଲି। ଆଉ ସେ ଯୋଉ ଅଙ୍ଗୀୟ ପ୍ରଜନନ କଥା କହୁଥିଲେ? ହଁ, ଅଙ୍ଗୀୟ ପ୍ରଜନନ। ଏଇଟା ଉଦ୍ଭିଦରେ ବହୁତ ଦେଖାଯାଏ। ଗଛର କୌଣସି ଅଙ୍ଗ, ଯେମିତି ପତ୍ର, ଅମରପଇରେ ଦେଖନ୍ତୁ, ମୂଳ, ଶତମୂଡ଼ି, ଡାଲିଆ କିମ୍ବା କାଣ୍ଡ, ଆଳୁ, ପିଆଜ, ଅଦା, ହଳଦୀ, ଆଖୁ, ଗୋଲାପ ଏସବୁରୁ ନୂଆ ଗଛ ହୋଇଯାଏ। ଓହୋ, ଆଳୁ ପିଆଜ ବି ଏମିତି ହୁଏ? ହଁ, ଏହାର ବି ପୁଣି ଅନେକ ପଦ୍ଧତି ଅଛି। ଯେମିତି ସ୍ପାଇରୋଗାଇରା ଭାଙ୍ଗି ଭାଙ୍ଗି ନୂଆ ହୁଏ, ତାକୁ ବିଖଣ୍ଡନ ବା ଫ୍ରାଗମେଣ୍ଟେସନ୍ କହନ୍ତି। ମନି ପ୍ଲାଣ୍ଟ ଡାଳ କାଟି ଲଗେଇଦେଲେ ହୁଏ, ସେଇଟା ଛେଦନ ବା କଟିଂ। ଆମ୍ବ, ଲେମ୍ବୁ, ଗୋଲାପରେ କଲମୀ କରନ୍ତି, ଯାହାକୁ ଗ୍ରାଫ୍ଟିଂ କୁହନ୍ତି। ଡାଳି କଲମୀ, ଗୁଟି କଲମୀ, ଏମିତି ବହୁତ କିଛି। ୟାର ଲାଭ କ'ଣ ଏମିତି କରିବାର? ଏହାର ସବୁଠୁ ବଡ଼ ଲାଭ ହେଲା ନୂଆ ଗଛ ବହୁତ ଶୀଘ୍ର ବଢ଼େ ଆଉ ଫଳ ବି ଶୀଘ୍ର ଦିଏ। ଆଉ ଗୋଟେ କଥା, ନୂଆ ଗଛଟା ଠିକ୍ ମୂଳ ଗଛ ପରି ହୁଏ, ତାର ସବୁ ଗୁଣ ରହେ। ବୁଝିଲି। ଏ ତ ଗଲା ଉଦ୍ଭିଦ କଥା। ପ୍ରାଣୀମାନଙ୍କ କ୍ଷେତ୍ରରେ ଅଲିଙ୍ଗୀ ପ୍ରଜନନ କେମିତି ହୁଏ? ମାନେ ଗୋଟିଏ କୋଷ ଦୁଇ ଭାଗ ହୋଇଯାଏ। ଏମିବା ତ କଣଟି ଅମର ବୋଲି? ହଁ, ସେହି ଦୁଇ ବିଭାଜନ ଯୋଗୁଁ। କାରଣ ତାର ତ ପ୍ରାକୃତିକ ମୃତ୍ୟୁ ନାହିଁ, ସେ ବସ୍ ବିଭାଜିତ ହୋଇ ନୂଆ ଜୀବ ହୋଇଯାଏ। ଆଉ ଯଦି ପରିସ୍ଥିତି ଖରାପ ଥାଏ, ତାହେଲେ ଏମିବା ନିଜ ଚାରିପଟେ ଗୋଟେ କଠିନ ଆବରଣ, ଯାହାକୁ ସିଷ୍ଟ କହନ୍ତି, ତିଆରି କରି ଭିତରେ ବହୁତ ଥର ବିଭାଜିତ ହୁଏ। ଏହାକୁ ବହୁ ବିଭାଜନ ବା ମଲ୍ଟିପଲ୍ ଫିସନ୍ କହନ୍ତି। ପ୍ଲାଜମୋଡିୟମରେ ବି ଏମିତି ହୁଏ। ଆଚ୍ଛା, ଆଉ କଳିକାୟନ ବି ହୁଏ କି? ହଁ, ହାଇଡ୍ରାରେ ବାହ୍ୟ କଳିକାୟନ ହୁଏ। ତାର ଦେହରୁ ଛୋଟ କଳିକା ବାହାରି ବଢ଼ି ନୂଆ ହାଇଡ୍ରା ହୁଏ। ଆଉ ସ୍ପଞ୍ଜ ଭିତରେ ଅନ୍ତଃ କଳିକାୟନ ହୋଇ ଜେମ୍ୟୁଲ ତିଆରି ହୁଏ, ଯାହା ପରେ ନୂଆ ସ୍ପଞ୍ଜ ସୃଷ୍ଟି କରେ। ବାଃ, ଚମତ୍କାର। ତେବେ ଏ ବିଷୟରେ ଆମ ବୁଝିବାଟା କେତେ ଦୂର ଗଲା ଟିକେ ପରଖି ନେବା। ହଁ, ନିଶ୍ଚୟ। ପ୍ରଶ୍ନ 1, ଇଷ୍ଟ କେଉଁ ପ୍ରକାର ଅଲିଙ୍ଗୀ ପ୍ରଜନନ ଦ୍ୱାରା ବଂଶ ବିସ୍ତାର କରେ? ଆଉ ପ୍ରଶ୍ନ 2, ଯେତେବେଳେ ପରିସ୍ଥିତି ଭଲ ନଥାଏ ସେତେବେଳେ ଏମିବା କେମିତି ବଂଶ ବଢ଼ାଏ? ଆଶା କରୁଛି ଆପଣମାନେ ଭାବି ସାରିଥିବେ। ଉତ୍ତର ହେଲା, ଇଷ୍ଟ କଳିକାୟନ ଦ୍ୱାରା କରେ,
ଆଉ ଏମିବା ପ୍ରତିକୂଳ ପରିସ୍ଥିତିରେ ବହୁ ବିଭାଜନ କରେ, ନିଜ ଚାରିପଟେ ସିଷ୍ଟ ତିଆରି କରେ। ଏକଦମ ଠିକ୍। ଏବେ ଆସନ୍ତୁ ଏହି ସବୁ ପ୍ରଜନନର ମୂଳ ଆଧାର ମାନେ କୋଷ ବିଭାଜନ ବିଷୟରେ କଥା ହେବା। ହଁ, କୋଷ ବିଭାଜନ ବିନା ତ ପ୍ରଜନନ ସମ୍ଭବ ନୁହେଁ। ଦେଖନ୍ତୁ, ଜୀବ ଶରୀରରେ ମୁଖ୍ୟତଃ ଦୁଇ ପ୍ରକାର କୋଷ ଥାଏ। ଗୋଟେ ହେଲା କାୟିକ କୋଷ ବା ସୋମାଟିକ୍ ସେଲ୍, ଆଉ ଗୋଟେ ହେଲା ଜାୟକ କୋଷ ବା ଜର୍ମ ସେଲ୍। ସୋମାଟିକ୍ କୋଷ, ଏହାର କାମ କ'ଣ? ସୋମାଟିକ୍ କୋଷ ହିଁ ଆମ ଶରୀରର ଅଧିକାଂଶ ଅଂଶ ଗଠନ କରେ। ଏଥିରେ ଗୁଣସୂତ୍ର ସଂଖ୍ୟା ସବୁବେଳେ ଦ୍ୱିଗୁଣିତ ବା ଡିପ୍ଲଏଡ୍ ଥାଏ, ମାନେ 2n। ମଣିଷ କଥା କହିଲେ 46ଟା ଗୁଣସୂତ୍ର। 46ଟା। ଆଉ ଏହି ସୋମାଟିକ୍ କୋଷଗୁଡ଼ିକ ମାଇଟୋସିସ୍ ପ୍ରକ୍ରିୟାରେ ବିଭାଜିତ ହୁଅନ୍ତି। ଏହାଦ୍ୱାରା ଶରୀର ବଢ଼େ, ଆଉ କିଛି କ୍ଷତି ହେଲେ ତାର ମରାମତି ବି ହୁଏ। ଆଚ୍ଛା, ଆଉ ସେ ଯୋଉ ଜାଏକ କୋଷ କଥା କହିଲେ? ହଁ, ଜାୟକ କୋଷ, ଏଗୁଡ଼ିକ ବି ଆରମ୍ଭରେ ଡିପ୍ଲଏଡ୍ 2n ଥାନ୍ତି। କିନ୍ତୁ ଯେତେବେଳେ ଏଥିରୁ ଯୁଗ୍ମକ ଗ୍ୟାମେଟ୍ ତିଆରି ହୁଏ, ମାନେ ଶୁକ୍ରାଣୁ କିମ୍ବା ଡିମ୍ବାଣୁ, ସେତେବେଳେ ଏକ ବିଶେଷ ପ୍ରକାର ବିଭାଜନ ହୁଏ। ତାକୁ କହନ୍ତି ମିଓସିସ୍। ମିଓସିସ୍? ହଁ, ମିଓସିସ୍। ଏହି ବିଭାଜନ ପରେ ଯୁଗ୍ମକରେ ଗୁଣସୂତ୍ର ସଂଖ୍ୟା ଅଧା ହୋଇଯାଏ, ମାନେ ହାପ୍ଲଏଡ୍ ବା ଏନ୍। ମଣିଷ କ୍ଷେତ୍ରରେ 23ଟା। ଓହୋ, ତେବେ ମାଇଟୋସିସ୍ ବିଷୟରେ ଟିକେ ଅଧିକ କହିବେ? ଏହାକୁ ସମବିଭାଜନ ବି କହନ୍ତି ନା? ହଁ, ମାଇଟୋସିସ୍କୁ ସମବିଭାଜନ ବା ସୂତ୍ରାୟନ ବି କୁହାଯାଏ। ଏହାର ମୂଳ କାମ ହେଲା ଶରୀରର ବୃଦ୍ଧି ଆଉ କ୍ଷୟ ପୂରଣ। ଏଥିରେ ଗୋଟିଏ ମାତୃକୋଷରୁ ଠିକ୍ ତାପରିଆ ଆଉ ଦୁଇଟି ଅପତ୍ୟ କୋଷ ତିଆରି ହୁଏ। ଦୁଇଟି ଯାକ ଡିପ୍ଲଏଡ୍ 2n ନହନ୍ତି। ଏହାକୁ ଆପଣ ଗୋଟେ ଫଟୋକପି ମେସିନ୍ ସହ ତୁଳନା କରିପାରନ୍ତି। ଯାହା ଥିଲା ଠିକ୍ ସେଇଆ ବାହାରିବ। ଫଟୋକପି ମେସିନ୍, ବଢ଼ିଆ ଉଦାହରଣ। ଆଉ ଏହାର ବିଭିନ୍ନ ଅବସ୍ଥା ବିଷୟରେ କିଛି କହିବେ? ତାପରେ ମେଟାଫେଜ୍, ଯେଉଁଥିରେ ସବୁ ଗୁଣସୂତ୍ର କୋଷର ମଝିରେ ଗୋଟେ ଲାଇନରେ ସଜେଇ ହୋଇଯାଆନ୍ତି। ଆଚ୍ଛା। ତାପରେ ଆନାଫେଜ୍, ଯେଉଁଥିରେ ଗୁଣସୂତ୍ରର ଦୁଇଟି ଅଂଶ, ଯାହାକୁ କ୍ରୋମାଟିଡ୍ସ କୁହନ୍ତି, ଅଲଗା ହୋଇ କୋଷର ଦୁଇ ମେରୁ ଆଡ଼କୁ ଯାଆନ୍ତି। ଆଉ ଶେଷରେ ଟେଲୋଫେଜ୍, ଯେଉଁଥିରେ ଦୁଇ ମେରୁରେ ଦୁଇଟି ନୂଆ ନ୍ୟଷ୍ଟି ତିଆରି ହୁଏ। ଆଉ ତାପରେ କୋଷଟି ଦୁଇ ଭାଗ ହୋଇଯାଏ। ବୁଝିଲି। ତେବେ ଏହା ତ ଗଲା ମାଇଟୋସିସ୍ କଥା। ଏବେ ମିଓସିସ୍ ବିଷୟରେ କୁହନ୍ତୁ। ଏହାକୁ ଅର୍ଦ୍ଧବିଭାଜନ କାହିଁକି କୁହନ୍ତି? ହଁ, ମିଓସିସ୍ ବା ଅର୍ଦ୍ଧବିଭାଜନ ବା ରିଡକ୍ସନାଲ ଡିଭିଜନ ବା ଅର୍ଦ୍ଧାୟନ, ଏହାର ନାଁରୁ ହିଁ ଜଣାପଡ଼ୁଛି, ଏଥିରେ ଗୁଣସୂତ୍ର ସଂଖ୍ୟା ଅଧା ହୋଇଯାଏ। ଏଇଟା କେବଳ ଯୁଗ୍ମକ ମାନେ ଶୁକ୍ରାଣୁ ଓ ଡିମ୍ବାଣୁ ତିଆରି କରିବା ପାଇଁ ହିଁ ହୁଏ। କେବଳ ଯୁଗ୍ମକ ପାଇଁ? ହଁ, କେବଳ ଯୁଗ୍ମକ ପାଇଁ। ଏଥିରେ ଗୋଟେ ଡିପ୍ଲଏଡ୍ 2n ମାତୃକୋଷରୁ 4ଟି ହାପ୍ଲଏଡ୍ n ଅପତ୍ୟ କୋଷ ସୃଷ୍ଟି ହୁଏ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି 4ଟି କୋଷ ପରସ୍ପରଠାରୁ ଆଉ ମାତୃକୋଷଠାରୁ ଜିନୀୟ ସ୍ତରରେ ଟିକେ ଭିନ୍ନ ହୋଇଥାନ୍ତି। ଓହୋ, ଭିନ୍ନ ହୋଇଥାନ୍ତି। କେମିତି? କାରଣ ମିଓସିସ୍ର ଦୁଇଟା ପର୍ଯ୍ୟାୟ ଅଛି, ମିଓସିସ୍ 1 ଆଉ ମିଓସିସ୍ 2। ମିଓସିସ୍ 1ରେ ହିଁ ସେଇ ମୁଖ୍ୟ କାମଟା ହୁଏ। ସମଜାତୀୟ ଗୁଣସୂତ୍ରଗୁଡ଼ିକ ପାଖାପାଖି ଆସି ଯୋଡ଼ି ହୁଅନ୍ତି ଆଉ ସେମାନଙ୍କ ଭିତରେ ଜିନ୍ର ଅଦଳବଦଳ ହୁଏ। ଏହାକୁ ପାରାନ୍ତରଣ ବା କ୍ରସିଂ ଓଭର କୁହାଯାଏ। କ୍ରସିଂ ଓଭର, ଏଟା ଗୁରୁତ୍ୱପୂର୍ଣ୍ଣ ନା? ବହୁତ ଗୁରୁତ୍ୱପୂର୍ଣ୍ଣ। ଏଇଥିପାଇଁ ସନ୍ତାନ ବାପାମାଙ୍କ ପରି ହେଲେ ବି ପୂରାପୂରି ସମାନ ହୁଏନି। ଏହା ଜିନୀୟ ବିବିଧତା ଆଣେ। ମିଓସିସ୍ 1 ଶେଷରେ ଗୁଣସୂତ୍ର ସଂଖ୍ୟା ଅଧା ହୋଇଯାଏ। ତାପରେ ହୁଏ ମିଓସିସ୍ 2, ଯାହାକି ପ୍ରାୟ ମାଇଟୋସିସ୍ ଭଳି, କିନ୍ତୁ ହାପ୍ଲଏଡ୍ କୋଷରେ। ଏଥିରେ କ୍ରୋମାଟିଡ୍ସଗୁଡ଼ିକ ଅଲଗା ହୁଅନ୍ତି। ତେବେ ମୋଟାମୋଟି ଭାବରେ ମାଇଟୋସିସ୍ ଆଉ ମିଓସିସ୍ ଭିତରେ ମୁଖ୍ୟ ଫରକ କ'ଣ ରହିଲା? ଦେଖନ୍ତୁ, ମୁଖ୍ୟ ଫରକ ହେଲା ମାଇଟୋସିସ୍ ସୋମାଟିକ୍ କୋଷରେ ହୁଏ। ଗୁଣସୂତ୍ର ସଂଖ୍ୟା ସମାନ 2n ରଖେ ଆଉ ବୃଦ୍ଧି ଓ ମରାମତି ପାଇଁ ଦାୟୀ। ଅନ୍ୟପଟେ ମିଓସିସ୍ ଜାୟକ କୋଷରେ ହୁଏ। ଯୁଗ୍ମକ ତିଆରି କରେ, ଗୁଣସୂତ୍ର ସଂଖ୍ୟା ଅଧା n କରେ, ଆଉ କ୍ରସିଂ ଓଭର ଦ୍ୱାରା ଜିନୀୟ ବିବିଧତା ସୃଷ୍ଟି କରେ। ବହୁତ ସ୍ପଷ୍ଟ ଭାବରେ ବୁଝେଇଦେଲେ। ତେବେ ଏହା ଉପରେ ବି ଗୋଟେ ଦୁଇଟା ପ୍ରଶ୍ନ ହୋଇଯାଉ। ନିଶ୍ଚୟ। ପ୍ରଶ୍ନ 1, ଯୁଗ୍ମକ ତିଆରି ପାଇଁ କେଉଁ ପ୍ରକାର କୋଷ ବିଭାଜନ ହୁଏ? ଆଉ ପ୍ରଶ୍ନ 2, ଗୁଣସୂତ୍ର ସଂଖ୍ୟା ଦୃଷ୍ଟିରୁ ମାଇଟୋସିସ୍ ଓ ମିଓସିସ୍ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ କ'ଣ? ହଉ, ଉତ୍ତର ଦେଖିବା। ପ୍ରଥମ ପ୍ରଶ୍ନର ଉତ୍ତର ହେଲା ମିଓସିସ୍ ବା ଅର୍ଦ୍ଧବିଭାଜନ। ଆଉ ଦ୍ୱିତୀୟ ପ୍ରଶ୍ନର ଉତ୍ତର ହେଲା ମାଇଟୋସିସ୍ ପରେ ଅପତ୍ୟ କୋଷରେ ଗୁଣସୂତ୍ର ସଂଖ୍ୟା ମାତୃକୋଷ ସହ ସମାନ 2n ରହେ, କିନ୍ତୁ ମିଓସିସ୍ ପରେ ଏହା ଅଧା n ହୋଇଯାଏ। ବିଲକୁଲ ଠିକ୍। ଆଚ୍ଛା, ତେବେ ଅଲିଙ୍ଗୀ ପ୍ରଜନନ ଆଉ କୋଷ ବିଭାଜନ କଥା ତ ବୁଝିଲେ। ଏବେ ଆସନ୍ତୁ ଲିଙ୍ଗୀୟ ପ୍ରଜନନ ବିଷୟରେ ଆଲୋଚନା କରିବା। ହଁ, ଲିଙ୍ଗୀୟ ପ୍ରଜନନ। ଏଥିରେ ଯେମିତି ଆମେ କହିଲେ, ଦୁଇଟି ଯୁଗ୍ମକର ମିଳନ ହୁଏ।
ଗୋଟିଏ ପୁଂଯୁଗ୍ମକ ମେଲ୍ ଗ୍ୟାମେଟ୍ ଆଉ ଗୋଟିଏ ସ୍ତ୍ରୀ ଯୁଗ୍ମକ ଫିମେଲ୍ ଗ୍ୟାମେଟ୍। ଏହି ମିଳନକୁ କୁହାଯାଏ ସମାହୟନ ବା ଫର୍ଟିଲାଇଜେସନ। ସମାହୟନ। ହଁ, ଆଉ ଏହି ସମାହୟନ ଫଳରେ ଯାହା ତିଆରି ହୁଏ ତାକୁ କହନ୍ତି ଯୁଗ୍ମଜ ବା ଜାଇଗୋଟ୍। ଏହି ଯୁଗ୍ମଜରୁ ହିଁ ନୂଆ ଜୀବର ବିକାଶ ଆରମ୍ଭ ହୁଏ। ତେବେ ଫୁଲ ଫୁଟୁଥିବା ଗଛ ମାନେ ସପୁଷ୍ପକ ଉଦ୍ଭିଦରେ ଏହା କେମିତି ହୁଏ? ସପୁଷ୍ପକ ଉଦ୍ଭିଦର ଫୁଲ ହିଁ ହେଉଛି ତାର ପ୍ରଜନନ ଅଙ୍ଗ। ଫୁଲ ଭିତରେ ପୁଙ୍କେଶ୍ୱର ଥାଏ, ଯାହା ପୁରୁଷ ଅଂଶ, ଆଉ ଫଲିକା ଥାଏ, ଯାହା ସ୍ତ୍ରୀ ଅଂଶ। ପୁଙ୍କେଶ୍ୱରର ପରାଗକୋଷରେ ପରାଗରେଣୁ ତିଆରି ହୁଏ। ଏଇ ପରାଗରେଣୁ ଭିତରେ ଥାଏ ପୁଂଯୁଗ୍ମକ। ଆଉ ଫଲିକାର ତଳଭାଗରେ ଥାଏ ଡିମ୍ବାଶୟ, ତା ଭିତରେ ଡିମ୍ବକ, ଆଉ ଡିମ୍ବକ ଭିତରେ ଥାଏ ସ୍ତ୍ରୀ ଯୁଗ୍ମକ ବା ଡିମ୍ବକୋଷ। ବହୁତ କିଛି ଅଛି ଫୁଲ ଭିତରେ। ହଁ, ତେବେ ପ୍ରଥମେ କ'ଣ ହୁଏ ନା, ପରାଗରେଣୁ ଯାଇ ଫଲିକାର ମୁଣ୍ଡରେ, ଯାହାକୁ ଗର୍ଭଶୀର୍ଷ କହନ୍ତି, ସେଠି ପଡ଼େ। ଏହି ପ୍ରକ୍ରିୟାକୁ କହନ୍ତି ପରାଗ ସଙ୍ଗମ ବା ପଲିନେସନ୍। ପବନ, ପାଣି, କୀଟପତଙ୍ଗ ଏଥିରେ ସାହାଯ୍ୟ କରନ୍ତି। ତାପରେ ଗର୍ଭଶୀର୍ଷ ଉପରେ ପରାଗରେଣୁରୁ ଗୋଟେ ନଳୀ ଭଳି ବାହାରେ, ତାକୁ ପରାଗନଳୀ ବା ପଲେନ୍ ଟ୍ୟୁବ୍ କହନ୍ତି। ସେଇ ନଳୀଟା ବଢ଼ି ବଢ଼ି ଯାଇ ଡିମ୍ବକ ଭିତରେ ପଶେ, ଆଉ ସେଇ ନଳୀ ଭିତରେ ଦୁଇଟା ପୁଂଯୁଗ୍ମକ ଯାଆନ୍ତି। ଦୁଇଟା ପୁଂଯୁଗ୍ମକ? ହଁ, ଦୁଇଟା। ଆଉ ଏଇଠି ହିଁ ସପୁଷ୍ପକ ଉଦ୍ଭିଦର ସବୁଠୁ ବିଶେଷ କଥାଟା ହୁଏ। ତାକୁ କହନ୍ତି ଦୁଇ ସମାୟନ ବା ଡବଲ ଫର୍ଟିଲାଇଜେସନ। ଦୁଇ ସମାୟନ? ଏହାର ମାନେ କ'ଣ? କାହିଁକି ଦୁଇଟା? କାରଣ ଏଠି ପ୍ରକୃତରେ ଦୁଇଟା ମିଳନ ହୁଏ, ଗୋଟେ ପରେ ଗୋଟେ। ଏମିତି ଭାବନ୍ତୁ, ଗୋଟେ ମଞ୍ଜି ତିଆରି ହେବା ପାଇଁ ଦୁଇଥର ହଁ କହିବାକୁ ପଡ଼େ। ଆଚ୍ଛା, ଦୁଇଥର ହଁ? କେମିତି? ଦେଖନ୍ତୁ, ସେ ଯୋଉ ଦୁଇଟା ପୁଂଯୁଗ୍ମକ ଗଲେ, ସେଥିରୁ ଗୋଟିଏ ଯାଏ ଡିମ୍ବକୋଷ ଏଗ୍ ସେଲ୍ ସହ ମିଶେ। ଏମାନେ ଦୁହେଁ ହାପ୍ଲଏଡ୍ ଏନ୍। ମିଶିଗଲେ ହୋଇଗଲା ଯୁଗ୍ମଜ ଜାଇଗୋଟ୍, ଯାହା ଡିପ୍ଲଏଡ୍ 2N। ଏଇଟା ହେଲା ପ୍ରଥମ ହଁ। ଏହି ଯୁଗ୍ମଜରୁ ହିଁ ଭ୍ରୂଣ ଏମ୍ବ୍ରିଓ ତିଆରି ହେବ। ଭ୍ରୂଣ? ଆଉ ଦ୍ୱିତୀୟ ପୁଂଯୁଗ୍ମକଟି? ଦ୍ୱିତୀୟ ପୁଂଯୁଗ୍ମକଟି ଏନ୍ ଯାଇ ଡିମ୍ବକ ଭିତରେ ଆଗରୁ ଥିବା ଦ୍ୱିତୀୟକ ନିଷ୍ଟି ସେକେଣ୍ଡାରୀ ନ୍ୟୁକ୍ଲିୟସ୍ ସହ ମିଶେ। ଏହି ଦ୍ୱିତୀୟକ ନିଷ୍ଟିଟା ସାଧାରଣତଃ ଡିପ୍ଲଏଡ୍ 2N ଥାଏ। ତେଣୁ ଏ ଦୁହେଁ ମିଶି ଗୋଟେ ଟ୍ରିପ୍ଲଏଡ୍ 3N କୋଷ ତିଆରି କରନ୍ତି, ଯାହାକୁ ଭ୍ରୂଣପୋଷ ନ୍ୟଷ୍ଟି ଏଣ୍ଡୋସ୍ପର୍ମ ନ୍ୟୁକ୍ଲିୟସ୍ କହନ୍ତି। ଏଇଟା ହେଲା ଦ୍ୱିତୀୟ ହଁ। ଟ୍ରିପ୍ଲୋଏଡ୍ 3N। ଏହାର କାମ କ'ଣ? ଏହି ଭ୍ରୂଣପୋଷ ହିଁ ବଢ଼ୁଥିବା ଭ୍ରୂଣ ପାଇଁ ଖାଦ୍ୟ ଯୋଗାଏ। ମାନେ ଭ୍ରୂଣର ଲଞ୍ଚ ବକ୍ସ ବୋଲି କହିପାରନ୍ତି। ବାଃ, ଭ୍ରୂଣର ଲଞ୍ଚ ବକ୍ସ। ବହୁତ ବଢ଼ିଆ। ତେଣୁ ଦୁଇଟା ମିଳନ ହେଲା ବୋଲି ଏହାକୁ ଦ୍ୱିସମୟନ କୁହାଯାଏ। ଏହାପରେ ଡିମ୍ବକଟା ମଞ୍ଜିରେ ପରିଣତ ହୁଏ, ଆଉ ପୂରା ଡିମ୍ବାଶୟଟା ଫଳରେ ପରିଣତ ହୁଏ। ବୁଝିଲି। ଏ ତ ଗଲା ଗଛ କଥା। ଏବେ ଆମ ନିଜ କଥାକୁ ଆସିବା। ମଣିଷ କ୍ଷେତ୍ରରେ ଲିଙ୍ଗୀୟ ପ୍ରଜନନ କେମିତି ହୁଏ? ମଣିଷ କ୍ଷେତ୍ରରେ ବି ମୂଳ କଥା ସେଇଆ। ପୁରୁଷ ଯୁଗ୍ମକ ବା ଶୁକ୍ରାଣୁ ଆଉ ସ୍ତ୍ରୀ ଯୁଗ୍ମକ ବା ଡିମ୍ବାଣୁର ମିଳନ। କିନ୍ତୁ ଏଥିପାଇଁ ପୁରୁଷ ଆଉ ସ୍ତ୍ରୀଙ୍କର ଅଲଗା ଅଲଗା ପ୍ରଜନନ ତନ୍ତ୍ର ରହିଛି। ହଁ। ପ୍ରଥମେ ଦରକାର ଯୁଗ୍ମକ ତିଆରି ହେବା, ଯାହାକୁ ଯୁଗ୍ମକ ଜନନ କୁହନ୍ତି। ପୁରୁଷଙ୍କ ଶୁକ୍ରାଶୟରେ ମିଓସିସ୍ ଦ୍ୱାରା ଶୁକ୍ରାଣୁ ତିଆରି ହୁଏ। ଏହାକୁ ଶୁକ୍ରାଣୁ ଜନନ କୁହନ୍ତି। ଶୁକ୍ରାଣୁ କେମିତିକା ଦେଖିବାକୁ? ଶୁକ୍ରାଣୁ ବହୁତ ଛୋଟ। ତାର ଗୋଟେ ମୁଣ୍ଡ ଥାଏ, ଯେଉଁଥିରେ ନ୍ୟଷ୍ଟି ଥାଏ, ଗୋଟେ ମଝି ଅଂଶ ଥାଏ, ଯେଉଁଥିରେ ଶକ୍ତି ପାଇଁ ମାଇଟୋକଣ୍ଡ୍ରିଆ ଥାଏ, ଆଉ ଗୋଟେ ଲମ୍ବା ଲାଞ୍ଜ ଥାଏ, ଯାହା ସାହାଯ୍ୟରେ ସେ ଗତି କରେ। ଆଚ୍ଛା, ଆଉ ସ୍ତ୍ରୀଙ୍କ କ୍ଷେତ୍ରରେ? ସ୍ତ୍ରୀଙ୍କ ଡିମ୍ବାଶୟରେ ଓଭରିରେ ମିଓସିସ୍ ଦ୍ୱାରା ଡିମ୍ବାଣୁ ତିଆରି ହୁଏ। ଏହାକୁ ଡିମ୍ବାଣୁ ଜନନ ଓଜୋନେସିସ୍ କହନ୍ତି। କିନ୍ତୁ ଏଠି ଗୋଟେ ମଜା କଥା ହେଲା, ଗୋଟେ ମୂଳ କୋଷରୁ ମିଓସିସ୍ ପରେ କେବଳ ଗୋଟିଏ ହିଁ କାର୍ଯ୍ୟକ୍ଷମ ଡିମ୍ବାଣୁ ତିଆରି ହୁଏ। କେବଳ ଗୋଟିଏ? ବାକି କ'ଣ ହୁଏ? ବାକି ଯୋଉ 3ଟି କୋଷ ତିଆରି ହୁଅନ୍ତି, ସେଗୁଡ଼ିକ ବହୁତ ଛୋଟ, ଆଉ ସେଥିରେ କୋଷ ଜୀବକ ପ୍ରାୟ ନଥାଏ। ସେଗୁଡ଼ିକୁ ପୋଲାର ବଡି କହନ୍ତି, ଆଉ ସେମାନେ ନଷ୍ଟ ହୋଇଯାଆନ୍ତି। ମୁଖ୍ୟ ଡିମ୍ବାଣୁଟି ବଡ଼ ହୁଏ, କାରଣ ସେଥିରେ ଭବିଷ୍ୟତ ଭ୍ରୂଣ ପାଇଁ ଖାଦ୍ୟ ସଞ୍ଚିତ ଥାଏ। ବୁଝିଲି। ତେବେ ଏହି ଯୁଗ୍ମକ ତିଆରି କରୁଥିବା ଅଙ୍ଗଗୁଡ଼ିକ କ'ଣ କ'ଣ? ମାନେ ପ୍ରଜନନର ତନ୍ତ୍ର ବିଷୟରେ କିଛି କୁହନ୍ତୁ। ହଁ, ପୁରୁଷ ପ୍ରଜନନ ତନ୍ତ୍ରର ମୁଖ୍ୟ ଅଙ୍ଗ ହେଲା ଶୁକ୍ରାଶୟ ଟେଷ୍ଟିସ୍, ଯାହା ଶୁକ୍ରାମୁନି ସ୍କ୍ରୋଟଲ ସ୍ୟାକ୍ ଭିତରେ ଶରୀର ବାହାରେ ଥାଏ। ଏହା ଶୁକ୍ରାଣୁ ତିଆରି କରେ ଆଉ ଟେଷ୍ଟୋଷ୍ଟେରନ୍ ହର୍ମୋନ୍ ବି କ୍ଷରଣ କରେ। ଶରୀର ବାହାରେ କାହିଁକି ଥାଏ?
କାରଣ ଶୁକ୍ରାଣୁ ଠିକ୍ ଭାବେ ତିଆରି ହେବା ପାଇଁ ଶରୀରର ସାଧାରଣ ତାପମାତ୍ରାଠାରୁ ଟିକେ କମ୍ ତାପମାତ୍ରା ଦରକାର। ଓହୋ, ଆଉ କ'ଣ ଅଛି? ତାପରେ ଅଛି ଶୁକ୍ରବାହୀ ନଳୀ, ଯାହା ଶୁକ୍ରାଣୁକୁ ବହି ନିଏ, କିଛି ଗ୍ରନ୍ଥି ଯାହା ଶୁକ୍ର ରସ ତିଆରି କରେ, ଆଉ ଶେଷରେ ମୂତ୍ରମାର୍ଗ ଓ ଶିଶ୍ନ। ଆଚ୍ଛା, ଏବେ ସ୍ତ୍ରୀ ପ୍ରଜନନ ତନ୍ତ୍ର ବିଷୟରେ। ସ୍ତ୍ରୀ ପ୍ରଜନନ ତନ୍ତ୍ରର ମୁଖ୍ୟ ଅଙ୍ଗ ହେଲା 2ଟି ଡିମ୍ବାଶୟ, ଓଭେରୀ, ଯାହା ପେଟ ଭିତରେ ଥାଏ। ଏହା ଡିମ୍ବାଣୁ ତିଆରି କରେ ଆଉ ଇଷ୍ଟ୍ରୋଜେନ୍ ଓ ପ୍ରୋଜେଷ୍ଟରନ୍ ଭଳି ହର୍ମୋନ୍ କ୍ଷରଣ କରେ। ଡିମ୍ବାଶୟରୁ ଡିମ୍ବାଣୁ ବାହାରି ଡିମ୍ବବାହୀ ନଳୀ ଫାଲୋପିୟନ୍ ଟ୍ୟୁବ୍କୁ ଯାଏ। ଏହି ଫେଲୋପିୟନ୍ ଟ୍ୟୁବ୍ରେ ହିଁ ସାଧାରଣତଃ ସମାୟନ ହୁଏ। ଓହୋ, ସମୟନଟା ଫେଲୋପିୟନ୍ ଟ୍ୟୁବ୍ରେ ହୁଏ। ହଁ, ଅଧିକାଂଶ ସମୟରେ। ତାପରେ ଅଛି ଗର୍ଭାଶୟ, ୟୁଟରସ୍, ଯାହା ଏକ ମାଂସଳ ଥଳି। ଯଦି ସମାୟନ ହୁଏ ତେବେ ସେଇଠି ହିଁ ଭ୍ରୂଣ ଆସି ଲାଗେ ଆଉ ବଢ଼େ। ଆଉ ଶେଷରେ ଅଛି ଜରାୟୁଗ୍ରୀବା, ସର୍ଭିକ୍ସ ଆଉ ଯୋନି। ତେବେ ସମୟନ ପରେ କ'ଣ ହୁଏ? ସମାୟନ ପରେ ଯୋଉ ଯୁଗ୍ମଜ ତିଆରି ହେଲା ସେଇଟା ବିଭାଜିତ ହେବାକୁ ଲାଗେ ଆଉ ଧୀରେ ଧୀରେ ଫେଲୋପିୟନ୍ ଟ୍ୟୁବ୍ ଦେଇ ଗର୍ଭାଶୟ ଆଡ଼କୁ ଆସେ। କିଛି ଦିନ ପରେ ଏହା ଏକ ବ୍ଲାଷ୍ଟୋସିଷ୍ଟ ଅବସ୍ଥାରେ ପହଞ୍ଚି ଗର୍ଭାଶୟର କାନ୍ଥରେ ଲାଗିଯାଏ। ଏହାକୁ ଅନ୍ତରୋପଣ ବା ଇମ୍ପ୍ଲାଣ୍ଟେସନ୍ କହନ୍ତି। ଇମ୍ପ୍ଲାଣ୍ଟେସନ୍? ହଁ, ଏହାପରେ ହିଁ ପ୍ରକୃତ ଗର୍ଭଧାରଣ ଆରମ୍ଭ ହୁଏ। ତାପରେ ଭ୍ରୂଣବନ୍ଧ ବା ପ୍ଲାସେଣ୍ଟା ତିଆରି ହୁଏ। ଏହି ପ୍ଲାସେଣ୍ଟା ମା ଆଉ ବଢୁଥିବା ଭ୍ରୂଣ ଭିତରେ ସବୁ ଆଦାନ ପ୍ରଦାନ କରାଏ, ଖାଦ୍ୟ, ଅମ୍ଳଜାନ ଦିଏ, ବର୍ଜ୍ୟବସ୍ତୁ ନିଏ। ମାନେ ପ୍ଲାସେଣ୍ଟା ଗୋଟେ ସେତୁ ଭଳି କାମ କରେ। ଏକଦମ ଠିକ୍। ଏହା ଭ୍ରୂଣ ପାଇଁ ଜୀବନରେଖା ଭଳି। ଭ୍ରୂଣ ଧୀରେ ଧୀରେ ବିକଶିତ ହୋଇ ଶିଶୁରେ ପରିଣତ ହୁଏ ଆଉ ପ୍ରାୟ 9 ମାସ ପରେ ପ୍ରସବ ଦ୍ୱାରା ଶିଶୁ ଜନ୍ମ ନିଏ। ବାଃ, କେତେ ଜଟିଳ ଆଉ ସୁନ୍ଦର ପ୍ରକ୍ରିୟା। ତେବେ ଏହା ଉପରେ ବି ଗୋଟେ ଦୁଟା ପ୍ରଶ୍ନ ହୋଇଯାଉ। ପ୍ରଶ୍ନ 1, ସପୁଷ୍ପକ ଉଦ୍ଭିଦରେ 2ଟି ମିଳନ ହୁଏ ବୋଲି କୁହାଗଲା। ସେଥିପାଇଁ ତାକୁ 2 ସମାୟନ ଡବଲ ଫର୍ଟିଲାଇଜେସନ୍ କହନ୍ତି। କାହିଁକି ଏମିତି ହୁଏ ମନେ ପକାନ୍ତୁ। ଆଉ ପ୍ରଶ୍ନ 2, ମଣିଷ ଶରୀରରେ ସାଧାରଣତଃ କେଉଁଠାରେ ସମାୟନ ଫର୍ଟିଲାଇଜେସନ୍ ହୁଏ? ଠିକ୍ ଅଛି, ଉତ୍ତର ଦେଖିବା। ପ୍ରଥମ ପ୍ରଶ୍ନ, 2 ସମାୟନ କାରଣ ଗୋଟିଏ ପୁଞ୍ଜୁଗ୍ମକ ଡିମ୍ବକୋଷ ସହ ମିଶି ଯୁଗ୍ମଜ ଭ୍ରୂଣ ପାଇଁ ତିଆରି କରେ ଏବଂ ଅନ୍ୟ ପୁଞ୍ଜୁଗ୍ମକଟି ଦ୍ୱିତୀୟକ ନ୍ୟଷ୍ଟି ସହ ମିଶି ଭ୍ରୂଣପୋଷ ଭ୍ରୂଣର ଖାଦ୍ୟ ପାଇଁ ତିଆରି କରେ। ଦ୍ୱିତୀୟ ପ୍ରଶ୍ନର ଉତ୍ତର, ଡିମ୍ବବାହୀ ନଳୀ ଫଲୋପିୟନ୍ ଟ୍ୟୁବ୍ରେ। ସାବାସ୍। ଏତେ ସବୁ ଆଲୋଚନା ପରେ ମନରେ ଆସୁଛି ପ୍ରଜନନ ସହିତ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଜଡ଼ିତ ଅଛି କି ଯାହା ଆମେ ଜାଣିବା ଦରକାର? ହଁ, ନିଶ୍ଚୟ ଅଛି। ପ୍ରଜନନ କେବଳ ଗୋଟେ ଜୈବିକ ପ୍ରକ୍ରିୟା ନୁହେଁ, ଏହା ସହିତ ଆମ ସ୍ୱାସ୍ଥ୍ୟ ଆଉ ସମାଜ ବି ଜଡ଼ିତ। ଯେମିତି? ଯେମିତିକି ପରିବାର ନିୟୋଜନ, ଫ୍ୟାମିଲି ପ୍ଲାନିଂ। ଏହାଦ୍ୱାରା ଲୋକେ ନିଜ ଇଚ୍ଛା ଅନୁସାରେ କେତେବେଳେ ସନ୍ତାନ ଚାହାନ୍ତି, କେତୋଟି ଚାହାନ୍ତି ଆଉ ସନ୍ତାନମାନଙ୍କ ଭିତରେ କେତେ ବ୍ୟବଧାନ ରଖିବେ ସେସବୁ ସ୍ଥିର କରିପାରନ୍ତି। ଏହାର ଆବଶ୍ୟକତା କ'ଣ? ଏହା ମା ଆଉ ଶିଶୁର ସ୍ୱାସ୍ଥ୍ୟ ପାଇଁ ଭଲ, ପରିବାରର ଆର୍ଥିକ ସ୍ଥିତି ପାଇଁ ବି ଭଲ ଆଉ ଦେଶର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ବି ଜରୁରୀ। ଏଥିପାଇଁ ସ୍ଥାୟୀ ପଦ୍ଧତି ଅଛି, ଯେମିତି ପୁରୁଷଙ୍କ ପାଇଁ ଭାସେକ୍ଟମି ଆଉ ମହିଳାଙ୍କ ପାଇଁ ଟ୍ୟୁବେକ୍ଟମି। ଆଉ ଅସ୍ଥାୟୀ ପଦ୍ଧତି ବି ଅଛି। ଆଉ କ'ଣ? ଆଉ ଗୋଟେ ବଡ଼ କଥା ହେଲା ପ୍ରଜନନ ସ୍ୱାସ୍ଥ୍ୟ, ରିପ୍ରଡକ୍ଟିଭ୍ ହେଲ୍ଥ। ଏହାର ଅର୍ଥ ହେଲା ପ୍ରଜନନ ତନ୍ତ୍ର ସୁସ୍ଥ ରହିବା ଆଉ ଯୌନ ସଂକ୍ରମିତ ରୋଗ ବା STDsରୁ ଦୂରେଇ ରହିବା। STDs ଯେମିତିକି? ଯେମିତିକି ଗନୋରିଆ, ସିଫିଲିସ୍। ଏଗୁଡ଼ିକର ଚିକିତ୍ସା ଅଛି, କିନ୍ତୁ ସବୁଠୁ ଭୟଙ୍କର ହେଉଛି ଏଡ୍ସ। ଏଡ୍ସ? ହଁ, ଏହା ବିଷୟରେ ଟିକେ କୁହନ୍ତୁ। ଏଡ୍ସ ହୁଏ HIV ନାମକ ଏକ ଭୂତାଣୁ ଦ୍ୱାରା। ଏଇ ଭୂତାଣୁଟା କ'ଣ କରେ ନା ଆମ ଶରୀରର ଯେଉଁ ରୋଗ ପ୍ରତିରୋଧକ ଶକ୍ତି ଅଛି ତାର ମୁଖ୍ୟ ସୈନିକ ମାନେ ଟି ଲିମ୍ଫୋସାଇଟ୍ କୋଷକୁ ହିଁ ଆକ୍ରମଣ କରି ନଷ୍ଟ କରିଦିଏ। ଓହୋ, ରୋଗ ପ୍ରତିରୋଧକ ଶକ୍ତିକୁ ହିଁ ନଷ୍ଟ କରିଦିଏ। ହଁ, ଫଳରେ ଶରୀର ଧୀରେ ଧୀରେ ଏତେ ଦୁର୍ବଳ ହୋଇଯାଏ ଯେ ସାମାନ୍ୟ ରୋଗ ବି ତାକୁ କାବୁ କରିଦିଏ। ଏଇ HIV ଭୂତାଣୁ ମୁଖ୍ୟତଃ 4ଟା ଉପାୟରେ ବ୍ୟାପେ: ଅସୁରକ୍ଷିତ ଯୌନ ସମ୍ପର୍କ, ସଂକ୍ରମିତ ରକ୍ତ ନେଲେ, ସଂକ୍ରମିତ ଛୁଇଁଛି ବା ସିରିଞ୍ଜ ବ୍ୟବହାର କଲେ, ଆଉ ସଂକ୍ରମିତ ମାଠାରୁ ତା ଶିଶୁକୁ। ଏହାର କିଛି ଚିକିତ୍ସା ଅଛି? ଦୁଃଖର କଥା, ଏହାର କୌଣସି ସମ୍ପୂର୍ଣ୍ଣ ଚିକିତ୍ସା ଏଯାଏଁ ବାହାରି ନାହିଁ। କିଛି ଔଷଧ ଅଛି ଯାହା ରୋଗୀର ଆୟୁଷ ବଢ଼େଇପାରେ, କିନ୍ତୁ ରୋଗ ଭଲ ହୁଏନି। ତେଣୁ ଏଥିପାଇଁ ସଚେତନତା ଆଉ ସୁରକ୍ଷିତ ଆଚରଣ ହିଁ ସବୁଠୁ ବଡ଼ ଉପାୟ। ବୁଝିଲି। ଏହା ବ୍ୟତୀତ ଆଉ କିଛି? ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ମାତୃ ଆଉ ଶିଶୁ ସ୍ୱାସ୍ଥ୍ୟ, ମଟର୍ନାଲ ଆଣ୍ଡ ଚାଇଲ୍ଡ ହେଲ୍ଥ। ଗର୍ଭଧାରଣ ସମୟରେ, ପ୍ରସବ ବେଳେ ଆଉ ପ୍ରସବ ପରେ
ମା ଆଉ ନବଜାତ ଶିଶୁର ଯତ୍ନ ନେବା ନିହାତି ଦରକାର। ହଁ, ଏଇଟା ତ ବହୁ ଜରୁରୀ। ଆଜ୍ଞା, ଏହାଦ୍ୱାରା ଆମେ ମାତୃ ମୃତ୍ୟୁହାର ଆଉ ଶିଶୁ ମୃତ୍ୟୁହାରକୁ କମ୍ କରିପାରିବା। ଆମ ଦେଶରେ ଏଥିପାଇଁ ସରକାରଙ୍କର ଜାତୀୟ ସ୍ୱାସ୍ଥ୍ୟ ମିଶନ, ଜନନୀ ସୁରକ୍ଷା ଯୋଜନା ଭଳି ବହୁତ କାର୍ଯ୍ୟକ୍ରମ ସବୁ ଚାଲିଛି। ଏହାଦ୍ୱାରା ଡାକ୍ତରଖାନାରେ ସୁରକ୍ଷିତ ପ୍ରସବ ବଢ଼ିଛି ଆଉ ମୃତ୍ୟୁହାର ବି କମିଛି। ବହୁତ ଭଲ କଥା। ତେବେ ଆଜି ଆମେ ପ୍ରଜନନର ବିଭିନ୍ନ ଦିଗ, ତାର ଆଧାର ଆଉ ତା ସହ ଜଡ଼ିତ ସ୍ୱାସ୍ଥ୍ୟଗତ ବିଷୟରେ ବହୁତ କିଛି ଜାଣିଲେ। ଅଲିଙ୍ଗୀ ପ୍ରଜନନର ସରଳତାଠାରୁ ଆରମ୍ଭ କରି ଲିଙ୍ଗୀୟ ପ୍ରଜନନର ଜଟିଳତା ଓ ବିବିଧତା ସୃଷ୍ଟି ପର୍ଯ୍ୟନ୍ତ। ହଁ, ଆଶା କରୁଛି ଏହି ଆଲୋଚନା ସମସ୍ତଙ୍କୁ, ବିଶେଷ କରି ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବ। ନିଶ୍ଚୟ। ଏବେ ଶେଷରେ ଆମ ଅଧ୍ୟୟନକୁ ଆହୁରି ପକ୍କା କରିବା ପାଇଁ କିଛି ସମ୍ଭାବ୍ୟ ପରୀକ୍ଷା ପ୍ରଶ୍ନ ଉପରେ ନଜର ପକାଇବା। ଠିକ୍ ଅଛି। ପରୀକ୍ଷା ପାଇଁ ଅନ୍ତିମ ପ୍ରଶ୍ନ 1. ମାଇଟୋସିସ୍ ଓ ମିଓସିସ୍ କୋଷ ବିଭାଜନ ମଧ୍ୟରେ ମୁଖ୍ୟ ପାର୍ଥକ୍ୟଗୁଡ଼ିକ କ'ଣ? ଉଦ୍ଦେଶ୍ୟ କେଉଁ କୋଷରେ ହୁଏ ଆଉ ପରିଣାମ ଗୁଣସୂତ୍ର ସଂଖ୍ୟାକୁ ନେଇ ତୁଳନା କରନ୍ତୁ। 2. ଉଦ୍ଭିଦରେ ଦେଖାଯାଉଥିବା ଅଙ୍ଗୀୟ ପ୍ରଜନନର ଦୁଇଟି ପଦ୍ଧତି, ଯେମିତି କଟିଂ ଆଉ ଗ୍ରାଫ୍ଟିଂକୁ ଉଦାହରଣ ସହ ବୁଝାନ୍ତୁ। ପ୍ରତ୍ୟେକର ଗୋଟିଏ ଲେଖାଏ ଲାଭ କ'ଣ? 3. ମଣିଷ ପୁରୁଷ ପ୍ରଜନନ ତନ୍ତ୍ରର ମୁଖ୍ୟ ଅଙ୍ଗ, ଯେମିତି ଶୁକ୍ରାଶୟ, ଶୁକ୍ରବାହୀ ନଳୀ ଇତ୍ୟାଦିଗୁଡ଼ିକର ନାମ ଲେଖି ସେମାନଙ୍କର ଗୋଟିଏ ଲେଖାଏଁ ମୁଖ୍ୟ କାର୍ଯ୍ୟ ଲେଖନ୍ତୁ। 4. ସପୁଷ୍ପକ ଉଦ୍ଭିଦରେ ହେଉଥିବା ଦ୍ୱିସମୟନ ଡବଲ ଫର୍ଟିଲାଇଜେସନ୍ ପ୍ରକ୍ରିୟାଟି କ'ଣ? ଏଥିରେ କ'ଣ କ'ଣ ତିଆରି ହୁଏ ଓ ତାର ଗୁରୁତ୍ୱ କ'ଣ? 5. ଏଡ୍ସ ରୋଗ କେଉଁ ଭୂତାଣୁ ଦ୍ୱାରା ହୁଏ? ଏହା ଶରୀରର କେଉଁ ପ୍ରକାର କୋଷକୁ ମୁଖ୍ୟତଃ ଆକ୍ରମଣ କରେ? ଏହା ବ୍ୟାପିବାର ମୁଖ୍ୟ କାରଣଗୁଡ଼ିକ କ'ଣ? ଏ ପ୍ରଶ୍ନଗୁଡ଼ିକ ଉପରେ ଭଲ ଭାବରେ ଚିନ୍ତା କଲେ ଆଜିର ଆଲୋଚନା ପୁରା ମନେ ରହିଯିବ। ହଁ, ତେବେ ଏ ଏସ୍ପ୍ରୋଗୁଡ଼ିକ ଉପରେ ଭାବନ୍ତୁ, ଆଲୋଚନାକୁ ମନେ ପକାନ୍ତୁ। ଜୀବନ ନିଜକୁ ବଜାୟ ରଖିବାକୁ କେତେବେଳେ ସମାନ୍ତର ବାଟ ଧରେ ତ କେତେବେଳେ ପରିବର୍ତ୍ତନ ଆଣେ। ଏହି ସନ୍ତୁଳନ ହିଁ ଜୀବନର ଚମତ୍କାରିତା। ସମସ୍ତଙ୍କ ପରୀକ୍ଷା ପାଇଁ ଅନେକ ଅନେକ ଶୁଭକାମନା। ଶୁଭକାମନା।